ଇରାନ ଉପରେ ପୁଣି ଆମେରିକାର ଏୟାର ଷ୍ଟ୍ରାଇକ୍। ଏଥର ମିସାଇଲ ଲଞ୍ଚ ସାଇଟ୍କୁ ଆକ୍ରମଣ କରିଛି ଆମେରିକା। ଦକ୍ଷିଣ ଇରାନରେ ଥିବା ମିସାଇଲ ଲଞ୍ଚ ପଏଣ୍ଟ ଉପରେ ଘନ ଘନ ମିସାଇଲ ଏବଂ ଡ୍ରୋନ୍ରେ ହମଲା ହୋଇଛି। ଦେଶର ଦକ୍ଷିଣ ଭାଗରେ ଇରାନୀ ବୋଟ୍ ଏବଂ ମିସାଇଲ ଲଞ୍ଚ ସାଇଟ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଛି। ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଥିବା ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରମଣ ହୋଇଥିବା ସ୍ପଟ୍ ହର୍ମୁଜ ପ୍ରଣାଳୀ ନିକଟ ବନ୍ଦର ଆବ୍ବାସରେ ବୋଲି ଜଣାପଡ଼ିଛି। ତେବେ ଜାଣିଶୁଣି ଆମେରିକା ଖଣିଜ ବୋଝେଇ ବୋଟ୍ ଏବଂ ମିସାଇଲ ଲଞ୍ଚ ସ୍ଥଳକୁ ଟାର୍ଗେଟ୍ କରାଯାଇଥିଲା। ହେଲେ ଏହାକୁ ନିଜର ସେନାର ସୁରକ୍ଷା ପାଇଁ ହମଲା ହୋଇଥିବା କହିଛି ଆମେରିକା। ଏହି ଘଟଣା ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା ବଢ଼ିବାର ଆଶଙ୍କା ଦେଖାଦେଇଛି। ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ଆଗକୁ ଇରାନ କି ଜବାବ ଦେଉଛି ଏବଂ କ'ଣ ଜବାବୀ ହମଲା ରଖୁଛି ତା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ଇରାନ ଉପରେ ପୁଣି ଆମେରିକାର ଏୟାର ଷ୍ଟ୍ରାଇକ୍। ଏଥର ମିସାଇଲ ଲଞ୍ଚ ସାଇଟ୍କୁ ଆକ୍ରମଣ କରିଛି ଆମେରିକା। ଦକ୍ଷିଣ ଇରାନରେ ଥିବା ମିସାଇଲ ଲଞ୍ଚ ପଏଣ୍ଟ ଉପରେ ଘନ ଘନ ମିସାଇଲ ଏବଂ ଡ୍ରୋନ୍ରେ ହମଲା କରାଯାଇଛି। ଦେଶର ଦକ୍ଷିଣ ଭାରତରେ ଇରାନୀ ବୋଟ୍ ଏବଂ ମିସାଇଲ ଲଞ୍ଚ ସାଇଟ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଛି। ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଥିବା ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରମଣ ହୋଇଥିବା ସ୍ପଟ୍ ହର୍ମୁଜ ପ୍ରଣାଳୀ ନିକଟ ବନ୍ଦର ଆବ୍ବାସରେ ବୋଲି ଜଣାପଡ଼ିଛି। ତେବେ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ବୈଦେଶିକ ବ୍ୟାପାର ବିଶେଷଜ୍ଞ ଡକ୍ଟର ମାନସ ବେହେରା ଯୋଡ଼ିଛନ୍ତି। ଡକ୍ଟର ବେହେରା, ପ୍ରଥମେ ଆପଣଙ୍କୁ ସ୍ୱାଗତ କରୁଛି ଓଟିଭିକୁ। ଡକ୍ଟର ବେହେରା, ଆମେ ଅପେକ୍ଷା କରିଛେ ସମସ୍ତେ ଯେ ଇରାନ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ କେତେବେଳେ ଚୁକ୍ତି ସ୍ୱାକ୍ଷରିତ ହେଉଛି ଏବଂ ସବୁକିଛି ଠିକ୍ ହେଉଛି, କିନ୍ତୁ ଏହାରି ଭିତରେ ଇଏ ତ ଅନିଶ୍ଚିତତା ଆଡ଼କୁ ଗତି କରୁଛି। ଏଇଟା ଚାହୁଁଛନ୍ତି ଟ୍ରମ୍ପ ଅନିଶ୍ଚିତତା ଭିତରକୁ ନବା ପାଇଁ ବାର୍ଗେନିଂ କରିବାକୁ ଚାହୁଁଛନ୍ତି, ପ୍ରେସର ପ୍ରାକ୍ଟିସ ଯେ ଇରାନ ତାର 460 କେଜି ପରିପୁଷ୍ଟ ୟୁରାନିୟମ ଦେଇଦଉ। ଏବଂ ନେତାନ୍ୟାହୁ କହିଛନ୍ତି ଟ୍ରମ୍ପକୁ ଯେ କୌଣସି ପରିସ୍ଥିତିରେ ଇରାନର ପରମାଣୁ ଶକ୍ତି ରହୁ, ଏକଥା ସେ ଚାହୁଁନାହାନ୍ତି। କିନ୍ତୁ କଥା ହଉଛି ଏଇଟା ଗୋଟେ କୂଟନୀତିର ବିରୋଧୀ ପରିପନ୍ଥୀ। ଆତ୍ମରକ୍ଷା ପାଇଁ ଆକ୍ରମଣ କିଏ କରିବ? ଯାହା ଉପରେ ଆକ୍ରମଣ ହବ, ଏଠି ତ ଇରାନ ଆକ୍ରମଣ କରିନାହିଁ ଆମେରିକା ଉପରେ। ଇଏ ମିଥ୍ୟା ଗୋଟେ ନ୍ୟାରେଟିଭ ତିଆରି କରିକି ଆତ୍ମରକ୍ଷା, ସିଏ ଯୋଉ ସିଭିଲିଆନ 4 ଜଣ ମରିଛନ୍ତି, ବୋଟ ଗୁଡିକ ମାଇନ୍ସ ବିଛିବା ପାଇଁ ଯାଉନଥିଲେ, ଯେତେବେଳେ ନେଗୋସିଏସନ ଚାଲୁଛି ଇରାନ ସେଠି ହର୍ମୁଜ ପ୍ରଣାଳୀରେ ମାଇନ୍ସ ବିଛେଇବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଇଏ ଅନପ୍ରୋଭୋକ୍ଟ ଆଟାକ, ବିନା ମତଲବରେ ଆକ୍ରମଣ କରିକି ଦକ୍ଷିଣ ଇରାନରେ ଯୋଉ ମିସାଇଲ ଲଞ୍ଚିଂ ସାଇଟ୍ ଅଛି ଇରାନର ତା ଉପରେ ଏବଂ ହର୍ମୁଜ ପ୍ରଣାଳୀରେ ଯୋଉ ବୋଟ ଗୁଡିକ ସ୍ୱାଭାବିକ ଭାବରେ ସିଭିଲିଆନ ବୋଟ, ନାଗରିକ ମାନେ ତାଙ୍କର ଯାତ୍ରା କରୁଛନ୍ତି ବା ଅଲଗା କାମରେ ସମ୍ପୃକ୍ତ ଅଛନ୍ତି, ତାଙ୍କ ଉପରେ ଆକ୍ରମଣ କରିଛି। ଯେତେବେଳେ ନେଗୋସିଏସନ କାତାରରେ ଚାଲୁଛି ଏବଂ ଯୋଉ ଏଗ୍ରିମେଣ୍ଟ ହବ, ତାର ଯୋଉ ଦଲିଲ ହବ, ଚୁକ୍ତି ରାଜିନାମା ହବ, ତାର ଭାଷା ଉପରେ ଯୋଉ ମତ ପାର୍ଥକ୍ୟ ଥିଲା ତାକୁ ଦୂର କରାଯାଉଛି ଏବଂ ଏଗ୍ରିମେଣ୍ଟ ଗୋଟେ ଷ୍ଟେଜରେ ପହଞ୍ଚି ହର୍ମୁଜ ପ୍ରଣାଳୀ ଖୋଲିବ, ନର୍ମାଲ ଅବସ୍ଥାକୁ ଆସିବ। 60 ଦିନ ପରେ ପରମାଣୁ କାର୍ଯ୍ୟକ୍ରମ କଥା ଆଲୋଚନା ହବ ଏବଂ ଫ୍ରୋଜେନ ଆସେଟ ଯୋଉଟା ସମ୍ପତ୍ତି ଅଛି ଇରାନର ମଧ୍ୟପ୍ରାଚ୍ୟରେ, ତାକୁ ଆସ୍ତେ ଆସ୍ତେ ଆମେରିକା କଟକଣାରୁ ମୁକ୍ତ କରିବ ଏବଂ ଇଏ ପଇସା ପାଇବ। ସେଇ ସମୟରେ ଆକ୍ରମଣଟା ହଉଛି ଏବଂ ମାର୍କ ରୁବିଓ କହୁଛନ୍ତି ଯେ ଆକ୍ରମଣ ସତ୍ତ୍ୱେ ଆମେ ରାଜିନାମାରେ ପହଞ୍ଚିବୁ। ସେ ଇରାନର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି। ତ ଇରାନର ଯୋଉ ଯୋଉ ଲକ୍ଷ୍ୟ ନେଇକି ଯୁଦ୍ଧ କରୁଥିଲେ ଫେବୃଆରୀ 28 ପରେ, ନା ରେଜିମ୍ ଚେଞ୍ଜ ହେଲା, ନା ପରମାଣୁ କାର୍ଯ୍ୟକ୍ରମ ଧ୍ୱଂସ ହେଲା, ପରମାଣୁ ଗୁଣ୍ଡ କରିଦେଲେ ବୋଲି କହୁଛନ୍ତି। ଯଦି ଗୁଣ୍ଡ କରିଦେଲେ ତାକୁ ନେବାକୁ କାହିଁ ଆମେରିକା ଚାହୁଁଛି? ତାର ତ ଗୁଣ୍ଡ ହେଇନାହିଁ। ଏବଂ ଇଏ ସବୁ ଲକ୍ଷ୍ୟରେ ବିଫଳ ହେଲା ପରେ ଆମେରିକା ବର୍ତ୍ତମାନ ଯେତେବେଳେ ଅର୍ଥନୈତିକ ଚାପ ଆମେରିକା ଉପରେ ବିଶ୍ୱ ଉପରେ ତୀବ୍ର ହେଲାଣି, ନଭେମ୍ବରରେ ନିର୍ବାଚନ ଅଛି, ସେ ଗୋଟେ ବାଟ ଖୋଜୁଛନ୍ତି ଏସ୍କେପ୍ କରିବେ। ଏସ୍କେପ୍ କଲା ବେଳକୁ ନେତାନ୍ୟାହୁଙ୍କ ଯୋଉ ପ୍ରେସର, ଇହୁଦୀ ଲବି, କାରଣ ତାଙ୍କର ରାଜନୈତିକ କ୍ୟାରିୟର ବାଜିରେ ଲଗିଛି। ଯୁଦ୍ଧ ଯଦି ବନ୍ଦ ହଉଛି ଏବଂ ସେ ଲେବାନନ ଉପରେ ଆକ୍ରମଣ କରିବାର ଉଦ୍ଦେଶ୍ୟ ହଉଛି, ତାଙ୍କର ଯୋଉ ତାରିଖ ଅଛି କୋର୍ଟରେ, ସେ ଜେଲ ଯିବେ। କାରଣ ସେଠି କିଛି ବ୍ୟବସ୍ଥା ନାହିଁ ପ୍ରୋଟେକ୍ସନ ପାଇଁ ପ୍ରଧାନମନ୍ତ୍ରୀଙ୍କର, କେବଳ ବ୍ୟବସ୍ଥା ଅଛି ଯୁଦ୍ଧ ହେଲେ ଜାତୀୟ ନିରାପତ୍ତା ଦୃଷ୍ଟିରୁ କୋର୍ଟ ଡେଟ୍ ଘୁଞ୍ଚିବ। ଏପଟରେ ନଭେମ୍ବରରେ ୟାଙ୍କର ନିର୍ବାଚନ ଟ୍ରମ୍ପଙ୍କର। ତ ଟ୍ରମ୍ପ ଚାହୁଁଛନ୍ତି ଭୋଟର ମାନଙ୍କୁ କିଛି ଗୋଟେ ଦେବେ, ଆମେ ସଫଳ ହେଲୁ ଇରାନରେ ବା ଆମେ ସେଠୁ ସମ୍ମାନର ସହିତ ଫେରିଲୁ, ଆମର ଭିକ୍ଟ୍ରି ହେଲା, ଏଇଭଳିଆ ନ୍ୟାରେଟିଭ ତିଆରି କରିବେ। ତେଣୁ କନଫ୍ୟୁଜନରେ ରଖିବାର ଏଇଟା ଗୋଟେ ଷ୍ଟ୍ରାଟେଜି ଟ୍ରମ୍ପଙ୍କର। ସେ ଟ୍ରୁଥ ସୋସିଆଲରେ ଲେଖିଦେଲେ ଯେ
आमे कथबार्ता करिचु जे सी डॉक्टर बेहेरा जेहेतु वर्तमान ये हरमुज प्रणाली गोटे पटे बंद रही तीन देश मध्य चुक्तिनामा स्वाक्षरित हो पारु नहीं जो वर्तमान पूरा विश्व संकट रे पड़ी तेल कथा कहतु इंधन कथा कहतु पूरा उच्च स्तर रे वर्तमान रही यार प्राइस तो एथिरु अमेरिका भी तो बात पड़नी अमेरिका रे भी तो संकट देखा देछि तो ट्रम्प कहीं कथा को बुझी पारु नाहंती ट्रम्प ठीक बुझुଛନ୍ତି से भोट ପାଇଁ कथाटा କରୁଛନ୍ତି ट्रम्प दीटा फैक्टर ପାଇଁ से विचलित होउଛନ୍ତି बा प्रभावित होउଛନ୍ତି गोटे होउची डोमेस्टिक फैक्टर तांको देश भीतर अर्थनीति एवं राजनीति नवेम्बर निर्वाचन रे जितिया ପାଇଁ तांको पारे किछि नाही सेकंड हला जे भोटर माने तांको दूरेई गलेनी एवं जो मागा सपोर्टर से मध्ये आस्ते आस्ते दूरेलेनी एपटे नेतानियों चाप अच्छी इहुदी लबीर चाप अच्छी जे अमेरिकार अत्यंत शक्तिशाली से युद्ध बंद करने चाहूनी जो इज्राएल डोमेस्टिक पॉलिटिक्स कथा मुझे कहली तेणु ट्रम्प जानी शुणी कन्फ्यूजन करती फेब्रुआरी 28 रु परस्पर विरोधी मंतव्य दबा एवं गोटे पट आक्रमण धमक दबा एवं गोटे पट शांति कथा कहवा ये कथा कर लाटेस्ट है यहाँ जोटा से कले आक्रमण यहाँ गोटे प्रेसर टैक्टिक्स ईरान उपर ईरान पाखु आउ मैक्सिमम थे एग्रीमेंट होगा किसी पारे आउ मैक्सिमम केते बार्गेनिंग करके नहीं पारे विशेष करके जो परमाणु कार्यक्रम उपरे ईरान तो खोलाखोली घोषणा करिछि जे से कोनोसी परिस्थिति रे परमाणु अस्त्र रखिबो नाही बा तयारी करिवो नाही विश्ववासी के से कथा कहिछि से नॉन प्रोलिफरेशन चिठी रो साइनेटरी बा दस्तखतकारी से इंटरनेशनल एटॉमिक एनर्जी एजेंसी तार तदारक करूछि जोटा इजराइल करू नै इजराइल पाखरे परमाणु अस्त्र अछि समस्त जानिछन्ते अमेरिका सेठी किछि कहू नै एवं ये जो डबल स्टैंडर्ड ये डबल स्टैंडर्ड अमेरिका वैदेशिक नीतिर गोटे अंश विशेष तो वर्तमान परिप्रेक्षी में जिते गोटे निर्णायक बोर्ड पहुंची नेगोसिएशन 60 दिन युद्ध विरति हम तापर जाइए परमाणु कार्यक्रम आलोचना हम से समय परमाणु कार्यक्रम को जबरदस्ती करने ये जो आक्रमण करा ये आक्रमण करने पछरे ईरान को प्रेसर ईरान तो क्लीयरली कहीदेछि राष्ट्रपति कहीदे अन्य कहीदे आम इमिडिएटली परमाणु कार्यक्रम उपर कौन आलोचना करूँ ना बा दबा न दबा प्रश्न परवर्ती पर्यायर हम तार गोटाए बाट हम जदि सोवियत यूनियन को से परमाणु गुड़िक यूरानियम दे दिए ताहले एटा एक्सेप्टेबल हो पारे उभयों किंतु अमेरिका के दूर राजी हम अमेरिका चाहूँ निजे नहीं जीवो एटा को ईरान कौन परिस्थिति राजी हेबनी बा ताकू निहाती भाव डॉक्टर बेहेरा आप जमी कहते जे ट्रम्प वर्तमान गोटे प्रकार कन्फ्यूजिंग परिस्थिति सृष्टि कर यार भितर पूरा विश्व नजर रही जे ए चुक्ति प्रकृत में स्वाक्षरित होउछि ना आगो को मध्य ए युद्ध लागी रहुछि बहुत बहुत धन्यवाद डॉक्टर बेहेरा आप समय बाहर कले ए संपर्क में आम सहित आलोचना कले।